2025 ମସିହା ଫେବୃଆରୀ ମାସ ମେଷ ରାଶିର ମାସିକ ରାଶିଫଳ ଅନୁଯାୟୀ ମେଷ ରାଶି ବ୍ୟକ୍ତିବିଶେଷ ଏହି ମାସରେ ନିଶ୍ଚିତ ଫଳ ଲାଭ କରିବେ। ସୂର୍ଯ୍ୟ ବା ରବି ମହାଗ୍ରହ ଏହି ମାସ ସାରା ଆପଣଙ୍କ ରାଶିର ଦଶମ ଓ ଏକାଦଶ ସ୍ଥାନରେ ରହୁଥିବାରୁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ସରକାରୀ ଚାକିରି କରୁଥିଲେ ମନ ମୁତାବକ ଜାଗାକୁ ବଦଳି ଓ ପ୍ରମୋସନର ଯୋଗ ରହୁଛି। ବିଦ୍ୟା ଅଧ୍ୟୟନ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ କୃତିତ୍ୱ ଅର୍ଜନ କରିବା ସଙ୍ଗେ ସଙ୍ଗେ ଆଶାଠାରୁ ଅଧିକ ସଫଳତା ଅର୍ଜନ କରିବେ। ପ୍ରେମ ସମ୍ପର୍କରେ ଥିବା ଅବିବାହିତ ପୁଅ ଝିଅ ବିବାହ ପାଇଁ ମନ ବଳାଇବେ ଏବଂ ଅବିବାହିତମାନଙ୍କ ପାଇଁ ବିବାହ କରିବାର ସୁବର୍ଣ୍ଣ ସମୟ। କାରଣ ଏ ମାସ ସାରା ରବି ବା ସୂର୍ଯ୍ୟ ଆପଣଙ୍କ ରାଶିଠୁ ଅନୁକୂଳ ଜାଗାରେ ଅବସ୍ଥାନ କରୁଥିବାରୁ ଏହି ମାସ ସାରା ରବି ଶୁଦ୍ଧି ଯୋଗ ରହୁଅଛି। ମେଷ ରାଶି ପାଇଁ ଫେବୃଆରୀ ମାସ ସାରା ବୃହସ୍ପତି ମହାଗ୍ରହ ଦ୍ୱିତୀୟ ସ୍ଥାନରେ ରହିବା ଯୋଗୁଁ ଆର୍ଥିକ ସ୍ୱଚ୍ଛଳତା ଲାଗି ରହିବ। ବାଣିଜ୍ୟ ବ୍ୟବସାୟରୁ ପ୍ରବଳ ଧନଲାଭର ସମ୍ଭାବନା। ପରିବାରରେ ହର୍ଷ ଉଲ୍ଲାସ ଲାଗି ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଆଧ୍ୟାତ୍ମିକ ଓ ଜ୍ଞାନ ସମ୍ପର୍କିତ କଥା କହିବା ଓ ଶୁଣିବାରେ ଆଗ୍ରହ ବଢ଼ିବ। ମେଷ ରାଶିର ଷଷ୍ଠ ସ୍ଥାନକୁ ବୃହସ୍ପତିଙ୍କ ଦୃଷ୍ଟି ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ପ୍ରଦାନ କରିବାର ସମ୍ଭାବନା ରହୁଛି। ବିଶେଷତଃ ବଦହଜମି ହେବାର ସମ୍ଭାବନା ରହୁଥିବାରୁ ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବେ। ଚର୍ମଗତ ରୋଗର ପ୍ରାଦୁର୍ଭାବ ମଧ୍ୟ ଦେଖାଦେଇପାରେ। ସ୍ନାୟୁବିକ ଦୁର୍ବଳତା ଆସିବାର ସମ୍ଭାବନା ରହିଛି। ମେଷ ରାଶିର ଏକାଦଶ ଭାବ କୁମ୍ଭ ରାଶି ଅର୍ଥାତ୍ ନିଜ ମୂଳ ତ୍ରିକୋଣ ରାଶିରେ ଥିବା ଶନି ମହାଗ୍ରହ ଆପଣଙ୍କୁ ଲାଭ ପ୍ରଦାନ କରିବା ସଙ୍ଗେ ସଙ୍ଗେ ତୃତୀୟ ଦୃଷ୍ଟିରେ ଆପଣଙ୍କ ରାଶିକୁ ଦୃଷ୍ଟି ଦେଉଥିବାରୁ ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରିବେ। ଦୁର୍ଘଟଣାର ସମ୍ଭାବନା ରହୁଛି। ଗାଧୁଆ ଘରେ ଗୋଡ଼ ଖସି ଗୋଡ଼ ଭାଙ୍ଗିଯିବାର ମଧ୍ୟ ସମ୍ଭାବନା ରହିଛି। ମାସର ପ୍ରଥମାର୍ଦ୍ଧରେ ମେଷ ରାଶିର ଦଶମ ଭାବରେ ରବି ଓ ବୁଧ ଏକତ୍ର ରହି ବୁଧାଦିତ୍ୟ ଯୋଗ ସୃଷ୍ଟି କରୁଥିବାରୁ ସନ୍ତାନମାନଙ୍କ ଶିକ୍ଷା କ୍ଷେତ୍ରରେ ସେମାନଙ୍କର କୃତିତ୍ୱ ପିତାମାତାଙ୍କୁ ଗୌରବାନ୍ୱିତ କରିବ। ଉଚ୍ଚଶିକ୍ଷା ଅଭିଳାଷୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁନ୍ଦର ସମୟର ନିର୍ମାଣ ହୋଇଛି। ସମୟର ସଦ୍ବ୍ୟବହାର କଲେ ଇଚ୍ଛା କରୁଥିବା ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଆଡ଼ମିସନ୍ ପାଇପାରିବେ। କମ୍ପିଟେଟିଭ୍ ବା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କର ସଫଳତା ପାଇବାର ବହୁତ ସମ୍ଭାବନା ରହିଛି। ମେଷ ରାଶି ପାଇଁ ମାସ ସାରା ରାହୁ ବ୍ୟୟ ଭାବରେ ଓ କେତୁ ଷଷ୍ଠ ସ୍ଥାନରେ ରହିବା ଅନାବଶ୍ୟକ ଅଥବା ଅହେତୁକ ଖର୍ଚ୍ଚ ପ୍ରତି ଇସାରା ପ୍ରଦାନ କରୁଛି। ହଠାତ୍ ଏକ ବଡ଼ ଧରଣର ଆର୍ଥିକ ବ୍ୟୟ ଆପଣଙ୍କୁ ନିରାଶରେ ପକାଇପାରେ। ଅହେତୁକ ଖର୍ଚ୍ଚ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ଅନାବଶ୍ୟକ ଯାତ୍ରା ମଧ୍ୟ ରାହୁ ଗ୍ରହ ପ୍ରଦାନ କରିପାରେ। ବ୍ୟୟଭାବସ୍ଥ ରାହୁ ସୁନିଦ୍ରାରେ ମଧ୍ୟ ବ୍ୟାଘାତ ସୃଷ୍ଟି କରିବାର ସମ୍ଭାବନା। ରାତ୍ରିରେ ଶୋଇବା ସମୟରେ ବଡ଼ ବିଚିତ୍ର ପ୍ରକାରର ସ୍ୱପ୍ନ ଆପଣଙ୍କୁ ମାନସିକ ଭାବେ ଭାରାକ୍ରାନ୍ତ କରିବ। ଷଷ୍ଠ ଭାବସ୍ଥ କେତୁ ପେଟ ଭିତରେ ଯନ୍ତ୍ରଣା ଦେବାର ସମ୍ଭାବନା। ଗଟ୍ ବା ଅନ୍ତନାଳୀ ଜନିତ ସମସ୍ୟା ଦେଖାଯିବାର ମଧ୍ୟ ସମ୍ଭାବନା ରହିଛି। ମେଷ ରାଶିର ଅଧିପତି ମଙ୍ଗଳ ତୃତୀୟ ଭାବ ମିଥୁନ ରାଶିରେ ରହିବା ଭାଇ ଭଉଣୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ। ଘରେ ନୌକର ଚାକର ଥିଲେ ଠକାମିରେ ପକାଇ ପାରନ୍ତି। ପରାକ୍ରମୀ ଥିଲେ ମଧ୍ୟ ଏହି ମାସରେ ନିଜ ପରାକ୍ରମ ନେଇ ସନ୍ଦିହାନ ରହିବେ। ମେଷ ରାଶି ଉପରେ ଶନିଙ୍କର ଦୃଷ୍ଟି ଏବଂ ରାଶି ଅଧିପତି ମଙ୍ଗଳ ତୃତୀୟ ଭାବ ମିଥୁନ ରାଶିରେ ରହୁଥିବାରୁ ଭାଇ ବା ଭଉଣୀ କାହାରି ସ୍ୱାସ୍ଥ୍ୟ ଖରାପ ହେଲେ ଉପଯୁକ୍ତ ଯତ୍ନ ନିଅନ୍ତୁ। ଚିକିତ୍ସୀୟ ସହାୟତା ପ୍ରଦାନ କରନ୍ତୁ। ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ ଦୂର ହୋଇଯିବ। ଏ ତ ଗଲା ମେଷ ରାଶି ପାଇଁ ଫେବୃଆରୀ ମାସର ମୋଟାମୋଟି ଭାବେ ମାସିକ ରାଶିଫଳ। ଏତଦ୍ ବ୍ୟତୀତ ଫେବୃଆରୀ ମାସରେ
मेषराशि व्यक्तिविशेष विशेष शुभफल पाइबा निमंते प्रत्यय हनुमान चालीसा पाठ करंतु। शनिवार दिन अभावी लोकंकु यथासाध्य साहाय्य प्रदान करंतु। निज चालीचलन और व्यवहार रे उग्रता को परिहार करंतु। विशेष शुभफल पाई परिवे। जय जगन्नाथ। वीडियोटी भल लगिले लाइक कमेंट सब्सक्राइब और शेयर करने अनुरोध। नमस्कार। तपन।